ୱାକଫ ବୋର୍ଡରେ ଯାଇପାରିବ ନାହିଁ। ଏଇଟା ଆମର ଯେଉଁ ଆମ୍ବେଦକର ଏହା କହିନଥିଲେ। ଆମ୍ବେଦକର କହିଥିଲେ ସମସ୍ତେ ସମାନ। ୱାକଫ ବୋର୍ଡ ବିଷୟରେ ସମ୍ବିଧାନରେ ଉଲ୍ଲେଖ ନାହିଁ। 54ଟା ମୁସଲିମ ଦେଶରେ କେଉଁଠି ୱାକଫ ବୋର୍ଡ ନାହିଁ, କେବଳ ଭାରତରେ ଅଛି। ପାକିସ୍ତାନ ନାହିଁ କି ବାଂଲାଦେଶ। ଓଡ଼ିଶାର ବିଚ୍ଛିନ୍ନ ଅଞ୍ଚଳକୁ ମିଶାଇବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। ଯେଉଁ ଅଂଶ ଆମର ଆନ୍ଧ୍ରରେ ରହିଲା, ୱେଷ୍ଟବେଙ୍ଗଲରେ ରହିଲା, ଝାଡ଼ଖଣ୍ଡରେ ରହିଲା, ମଧ୍ୟପ୍ରଦେଶରେ ରହିଲା, 4ଟା ରାଜ୍ୟ ଲାଗିଛି ଆମ ରାଜ୍ୟକୁ, ତାକୁ କେମିତି ମିଶାଯିବ ସେଇଟା ହେଉଛି ବଡ଼ କଥା। ସେଠି ଯେଉଁ ବିଚ୍ଛିନ୍ନାଞ୍ଚଳରେ ଆମର ଓଡ଼ିଆ ଛାତ୍ରଛାତ୍ରୀମାନେ ଅଛନ୍ତି, ସେମାନେ ତ ଠିକ୍ ସମୟରେ ବହି ପାଉନାହାନ୍ତି, ସେମାନେ ତ ବର୍ଣ୍ଣବୋଧ ପାଉନାହାନ୍ତି, ସେମାନେ ତ ଶିକ୍ଷକ ପାଉନାହାନ୍ତି। ଓଡ଼ିଆ ଭାଷା ବଞ୍ଚିବ କେମିତି? ସାର୍ କ'ଣ କହିବେ ଆଜି ପୁଣ୍ୟ ଉତ୍କଳ ଏକ ସାଂସ୍କୃତିକ ସଂଗଠନ। ଆଜି ତାର 12ଶ ବାର୍ଷିକ ସମାରୋହ ଏଠି ହେଲା। ପୁଣ୍ୟ ଉତ୍କଳ ବିଭିନ୍ନ କ୍ଷେତ୍ରରେ କାମ କରୁଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସ୍ୱାଭିମାନ, ଅସ୍ମିତା ପାଇଁ 12 ବର୍ଷ ଧରି କାମ କରି ଆସୁଛି। ଏଇଟା ଜଣେ ବିଶିଷ୍ଟ ବ୍ୟକ୍ତି ଯିଏ ଏକାଧାରରେ ଗୀତିକାର, ଜଣେ ଜନସେବକ ଏବଂ ଜଣେ ସରକାରୀ କର୍ମଚାରୀ ମଧ୍ୟ, ମନୋରଞ୍ଜନ ମହାପାତ୍ର, ସେ ଆର ପ୍ରତିଷ୍ଠାତା। ଏଠି ଓଡ଼ିଶାର 30ଟା ଜିଲ୍ଲାରେ ଏହାର ଶାଖା ଅଛି ଏବଂ ମୁଁ ଖୁସି ଯେ ଇଏ ଗୀତ, ନାଟକ, ସାହିତ୍ୟ, ସଂସ୍କୃତିର ଯେଉଁ ଜାଗରଣ ପାଇଁ କାର୍ଯ୍ୟ କରୁଛି। B.R. ଆମ୍ବେଦକରଙ୍କର 134ତମ ଜନ୍ମବାର୍ଷିକୀ ଉତ୍ସବ ପାଳନ ହେଉଛି। ଆମ୍ବେଦକରଙ୍କର ଆଜି ତ ଜନ୍ମବାର୍ଷିକ, ଆଜି ହେଉଛି ଓଡ଼ିଆ ନବବର୍ଷ, ଆଜି ହେଉଛି ହନୁମାନ ଜୟନ୍ତୀ। ଆମ୍ବେଦକର ଯେଉଁ ସନ୍ଦେଶ ଦେଇଥିଲେ, ସେ ସମ୍ବିଧାନର ଡ୍ରାଫ୍ଟିଂ କମିଟିର ଚେୟାରମ୍ୟାନ୍ ଥିଲେ। ଓଡ଼ିଶାରୁ ମଧ୍ୟ ଆମର 2 ଜଣ ମେମ୍ବର ଥିଲେ। ଆଜିକାଲି ଯେ ସାମ୍ବାଦିକମାନେ ଅଛନ୍ତି ସେମାନେ ଜାଣିବା ଉଚିତ, ଓଡ଼ିଶାରୁ ମଧ୍ୟ ଡ୍ରାଫ୍ଟିଂ କମିଟିର ମେମ୍ବର ଥିଲେ ଓ ତାଙ୍କର ମୌଳିକ ସନ୍ଦେଶ ଯାହା ଥିଲା, ଆଜି ସମସ୍ତେ ସମ୍ବିଧାନ ପଢ଼ିବା ଉଚିତ। ଯେଉଁ ଏବେ ଆମର ଯେଉଁ ପରିସ୍ଥିତି ଦେଶରେ ସୃଷ୍ଟି ହୋଇଛି ୱାକଫ ବୋର୍ଡ ପରେ, ୱାକଫ ବୋର୍ଡକୁ ପଢ଼ିନଥିବା ଲୋକ ୱାକଫ ବୋର୍ଡ ଉପରେ କହୁଛନ୍ତି। ଏହାଦ୍ୱାରା କିଛି କ୍ଷତି ହେବନି। କଥା ହେଉଛି ଏ ଯେଉଁ ଲ୍ୟାଣ୍ଡ ମାଫିଆ, ଯେଉଁମାନେ ଯେଉଁ ଜମି ଉପରେ ହାତ ପକାଇ ଦେଉଥିଲେ, କହୁଥିଲେ ଏଇଟା ହେଉଛି ୱାକଫର, କାଗଜ ଦେଖାଉନଥିଲେ। ଆଜି ଆମେ ଏଠି ଠିଆ ହେଇଛୁ, ଏଠି କହିବ ଏଇଟା ୱାକଫ ପ୍ରପର୍ଟି, କାଗଜ ଦେଖା, କାଗଜ ନାହିଁ। କୋର୍ଟକୁ ଯିବ, ନାହିଁ ଯାଇପାରିବନି। ତୁମ ଘରକୁ ଯଦି ଆଜି କିଛି ଡିସ୍ପ୍ୟୁଟ୍ ହୁଏ, ଲ୍ୟାଣ୍ଡ ଡିସ୍ପ୍ୟୁଟ୍, ତ ତହସିଲଦାର ପାଖକୁ ଯିବ, କୋର୍ଟକୁ ଯିବ, ଜିଲ୍ଲାପାଳ ପାଖକୁ ଯିବ, ୱାକଫ ବୋର୍ଡରେ ଯାଇପାରିବ ନାହିଁ। ଏଇଟା ଆମର ଯେଉଁ ଆମ୍ବେଦକର ଏହା କହିନଥିଲେ। ଆମ୍ବେଦକର କହିଥିଲେ ସମସ୍ତେ ସମାନ। ୱାକଫ ବୋର୍ଡ ବିଷୟରେ ସମ୍ବିଧାନରେ ଉଲ୍ଲେଖ ନାହିଁ। 54ଟା ମୁସଲିମ ଦେଶରେ କେଉଁଠି ୱାକଫ ବୋର୍ଡ ନାହିଁ, କେବଳ ଭାରତରେ ଅଛି। ପାକିସ୍ତାନ ନାହିଁ କି ବାଂଲାଦେଶ। ଓଡ଼ିଶା 1936 ମସିହାରେ ଯେଉଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଥିଲା, ଭାଷା ସାହିତ୍ୟ ଆନ୍ଦୋଳନ ସେପଟୁ ଆରମ୍ଭ ହୋଇଯାଉଛି। ଏପର୍ଯ୍ୟନ୍ତ ବି ଆମେ ତେବେ ଭାଷା ସାହିତ୍ୟକୁ ନେଇକି ସବୁବେଳେ ଆନ୍ଦୋଳନ। ପୁଣ୍ୟ ଉତ୍କଳ ସେଇ ସବୁ କାର୍ଯ୍ୟ କରୁଛି ସେମାନଙ୍କୁ ବଞ୍ଚାଇବା ପାଇଁ।